ଯୋଜନା ମାଳମାଳ ଥିଲେ ମଧ୍ୟ ବିପିନ ମଲ୍ଲିକଙ୍କ ଘରେ ଆଜି ସରକାର ପହଞ୍ଚି ପାରିନାହିଁ। ତାଙ୍କର ଘର ଆପଣ ଦେଖିବେ, ତାଙ୍କର ଘରକୁ ଆପଣ ଦେଖନ୍ତୁ, ସେ ଘର କିଭଳି ଭାବରେ ଅବସ୍ଥା ଅଛି। ଘରେ ଶୋଇଲେ ପାଣି ଗଳୁଥିବ ଆଜ୍ଞା ବର୍ଷା ଦିନେ। ଆପଣ ଭିଜୁଆଲ୍ ଦେଖନ୍ତୁ, ମୁଁ କହିବି ଯେ ଆପଣ ଘରର ଭିତର ପାର୍ଶ୍ୱକୁ ଦେଖନ୍ତୁ, ସେ ତାର ଅବସ୍ଥା କିଭଳି ଭାବରେ ଅଛି ଆପଣ ଦେଖନ୍ତୁ। ଦେଖନ୍ତୁ ଏଇ ଯେଉଁ ଭିଜୁଆଲ୍ ଆପଣ ଦେଖିପାରୁଥିବେ ଯେ ଘରର ଅବସ୍ଥା କିପରି ଅଛି। ଏ ଘରେ ଆପଣ ଦେଖିବେ ଯେ ଶୋଇବା ଅନୁପଯୋଗୀ, ଏଠି ଶୋଇ ହେଉନଥିବ ଆଜ୍ଞା। ଆପଣ ଦେଖନ୍ତୁ ଏଇ ଯେଉଁ ଆପଣ ଦେଖନ୍ତୁ ଏଇ ଚିତ୍ରକୁ ଦେଖନ୍ତୁ, କାଠ ଫାଟି ଆଜ୍ଞା ଗଲାଣି ନା। ଏଠି ସରକାରଙ୍କର ଦୃଷ୍ଟିଗୋଚର ବି ପଡ଼ୁନି ଆଜ୍ଞା। ଏଠି ବାରମ୍ବାର ବିଡ଼ିଓଙ୍କୁ ସେ ଲୋକ ବାରମ୍ବାର ଯାଇ ପଡ଼ୁଛି ସତ୍ତ୍ୱେ ମଧ୍ୟ ବିଡ଼ିଓ ମଧ୍ୟ ତାର କିଛି ଉପଚାର କରୁନାହାନ୍ତି। ସରପଞ୍ଚ ସ୍ଥାନୀୟ ସରପଞ୍ଚଟି ଅଛନ୍ତି, ସ୍ଥାନୀୟ ସରପଞ୍ଚ ମଧ୍ୟ ଏଠିକି ଆସୁନାହାନ୍ତି। ଏଠି ଆମର କଟକ ଜିଲ୍ଲା ବାଙ୍କି ପାଟପୁର ମାନେ ବ୍ଲକଟା ଆଜ୍ଞା ଏଇ ପାଖରେ ଆଜ୍ଞା। ସେ ବ୍ଲକ ପାଖରେ ବିଡ଼ିଓ ବି ଏଠି ଆସିକି ପହଞ୍ଚି ନାହାନ୍ତି ଆଜ୍ଞା। ଏ ଘରର ଅବସ୍ଥା ଆପଣ ଆଉ ଥରେ ଦେଖନ୍ତୁ, ଏ ଘରର ଅବସ୍ଥା ଆପଣ ଦେଖନ୍ତୁ, କହିପାରିବେ ଘରର ଅବସ୍ଥା କିପରି ଅଛି। ଏଠି ମାନେ ଶୋଇ ହେଉନଥିବ ଆଜ୍ଞା। ଯିଏ ସେମାନେ ଭିନ୍ନକ୍ଷମ, ତାଙ୍କର ଚଳିବାକୁ ଭାରି ଅସୁବିଧା, ଟଙ୍କା 1200 ପାଉଛନ୍ତି, ଏଠି ଶୋଇପାରୁନାହାନ୍ତି। ଭଗବତ ଘରେ ଆଣି ଶୋଉଛନ୍ତି। ତଥାପି ସରକାରଙ୍କର କୁମ୍ଭକର୍ଣ୍ଣ ନିର୍ଦ୍ଦେଶ ଶୋଇଛନ୍ତି, ଯେଠି ତାଙ୍କୁ ଘର ଖଣ୍ଡିଏ ମଧ୍ୟ ମିଳୁନାହିଁ। ଆପଣ ଭିଜୁଆଲ୍ ଆଉ ଥରେ ଦେଖିପାରିବେ, ଦେଖନ୍ତୁ ଏ ଭିଜୁଆଲ୍ କହୁଛି, ଦେଖନ୍ତୁ ଆପଣ ଆଉ ଥରେ ଭିଜୁଆଲ୍ ଦେଖନ୍ତୁ ଘରର ଅବସ୍ଥା କିପରି ଅଛି। ଆପଣ ଦେଖନ୍ତୁ ବର୍ତ୍ତମାନ ଆମେ ଯିବା ସେ ବିପିନ ମଲ୍ଲିକଙ୍କ ପାଖରେ ଟିକେ ପ୍ରତିକ୍ରିୟା ନେଇଯିବା। କ'ଣ କହିବେ ଆଜ୍ଞା, ଘର ତ ଆପଣଙ୍କର ନାହିଁ, ଚଳିବାକୁ ଭାରି ଅସୁବିଧା ସାରେ ମୁଁ 10 ଛୋଟା ଲୋକ, ଆଉ ଘର ଟିକେ କରିପାରୁନି କି ଠିଆଇ ପାରୁନି। ବର୍ଷା ହେଲେ ଯାଇକି କୋଠ ଘରେ ଶୋଉଛି, ଆଉ ତା ପିଣ୍ଡାରେ ବଉଛି। ପାଇଖିଲିଆ ଟିକେ ନାହିଁ ଯେ ରୋଡ଼ରେ ଚତୁର୍ମାସରେ ଝାଡ଼ା ବଉଛି। ଆଉ ଘର ଟିକେ କରିପାରିବିନି। ଆପଣ ଗଲେଣି, କାହା ପାଖକୁ ଗଲେଣି? ବିଡ଼ିଓ ପାଖକୁ ଯାଇଛି, ସରପଞ୍ଚ ପାଖକୁ ଯାଇଛି, MLA ପାଖକୁ ଯାଇଛି। ସମସ୍ତେ କହିଲେ ହଁ ହେଇଯିବ। ଆସିଲେ କେହି ଗୋଟେ ଦାତା ଦେବ ଆଇଲେନି କି ମୋତେ ଖବର କେହି ଦେଲେନି କି ଆଉ ଆସିଲେନି। ଆଉ ମୁଁ ସାର୍ ତା କରିକି କହୁଛି ଆପଣ ଆସିଥିଲେ, ତାକୁ କହୁଛି ନିକୋଷ ହେଇକି ଆଉ 1200 ଟଙ୍କା ଭତ୍ତା ପାଉଛି, 5 କିଲୋ ଚାଉଳ ପାଉଛି। ଏମିତି ଯାଇକି ଏମିତି ଚଳୁଛି ଆଉ। ବର୍ଷା ଦିନେ ଆପଣ କୁଆଡ଼େ ଯାଉଛନ୍ତି? ଯାଇକି କୋଠ ଘରେ ବଉଛି, ଯାଇକି ତା ପିଣ୍ଡାରେ ବସି ପଡୁଛି। ଆପଣ କ'ଣ କହିବେ? ଏଇ ସାରେ ଟିକେ ଘର ପାଇଖିନା ଟିକେ ମୋର ଦରକାର, ମୁଁ ସାରକୁ ଜଣଉଛି ଆଉ। ଶୁଣୁଥିଲେ ବିପିନ ମଲ୍ଲିକଙ୍କ ପ୍ରତିକ୍ରିୟା ଶୁଣୁଥିଲେ ଯେ ଯଦି ଘରେ ଘର ହୋଇପାରନ୍ତା ତାହେଲେ ସେ ନିଶ୍ଚିତ ଭାବରେ ଶୋଇପାରନ୍ତେ, ଆଉ ମୁଣ୍ଡ ଗୁଞ୍ଜାକୁ ଏଠି ସେଠି ଯାଇ ନଥାନ୍ତେ। କଟକ ଜିଲ୍ଲା ବାଙ୍କି ପାଟପୁର ଗ୍ରାମରୁ ଶ୍ରବଣ କୁମାର ସେଠୀଙ୍କ ରିପୋର୍ଟ, ଜି ନ୍ୟୁଜ୍।